ଓଡ଼ିଆ ଭାଗବତ ଷୋଡ଼ଶ ଶତାବ୍ଦୀରେ ପଞ୍ଚସଖା ଯୁଗରେ ଭକ୍ତ କବି ଜଗନ୍ନାଥ ଦାସଙ୍କ ଏକ ବହୁଚର୍ଚ୍ଚିତ ଗ୍ରନ୍ଥ ଓଡ଼ିଆ ଭାଗବତ। ସାରଳା ଦାସ ଓ ବଳରାମ ଦାସଙ୍କ ପରେ ଓଡ଼ିଆ ସାହିତ୍ୟରେ ସେ ଏକ ପ୍ରସିଦ୍ଧ କବି, କାରଣ ଓଡ଼ିଆଙ୍କର ଜୀବନ ବେଦ ଓଡ଼ିଆ ଭାଗବତ ତାଙ୍କ ଦ୍ୱାରା ରଚିତ। ପୁରୀର କପିଳେଶ୍ୱର ଗୁରୁ ଶାସନରେ ପୁରାଣ ପଣ୍ଡା ଭଗବାନ ଦାସ ପତ୍ନୀ ପଦ୍ମାବତୀଙ୍କ ଗର୍ଭରେ ସେ ଲଭିଥିଲେ ଜନ୍ମ। ଅସାଧାରଣ ପଣ୍ଡିତ କବି ଜଗନ୍ନାଥ ସାଧୁସଙ୍ଗ, ବେଦ ବେଦାନ୍ତ, ସଂସ୍କୃତ ଶାସ୍ତ୍ର ଅଧ୍ୟୟନ ଓ ଭାଗବତ ଚର୍ଚ୍ଚାରେ ଥିଲେ ନିୟୋଜିତ। 18 ବର୍ଷ ବୟସରେ ସେ ବଟଗଣେଶଙ୍କ ନିକଟରେ ଭାଗବତ ବ୍ୟାଖ୍ୟା ଓ ରଚନା କରିଥିଲେ। ଶ୍ରୀଚୈତନ୍ୟ ବଟଗଣେଶଙ୍କ ନିକଟରେ ତାଙ୍କର ଭାଗବତ ବ୍ୟାଖ୍ୟା ଶୁଣି ଆନନ୍ଦିତ ହେଲେ ଓ ଅତି ବଡ଼ି ଜଗନ୍ନାଥ କହି ତାଙ୍କୁ କଲେ ପ୍ରେମାଲିଙ୍ଗନ। କବି ବିପ୍ର ଦିବାକର ଦାସଙ୍କ ଭାଷାରେ ପ୍ରେମ ଭାଷାରେ ଚୈତନ୍ୟ ଦାସଙ୍କୁ କଲେ ଆଲିଙ୍ଗନ। ତାଙ୍କର ଓଡ଼ିଆ ଭାଗବତ ସଂସ୍କୃତ ଭାଗବତର ଉତ୍କୃଷ୍ଟ ଅନୁବାଦ। କବିଙ୍କ ଓଡ଼ିଆ ରଚନା ମଧ୍ୟରେ ଭାଗବତ, ଅର୍ଥକୋଇଲି, ଶୈବାଗମ ଭାଗବତ, ଶୂନ୍ୟ ଭାଗବତ, ତୁଳାଭିନା, ଗୁପ୍ତ ଗୀତା ଇତ୍ୟାଦି ତାଙ୍କର ସୃଷ୍ଟି। ସଂସ୍କୃତରେ ସେ ରଚନା କରିଥିଲେ ଅନେକ ଗ୍ରନ୍ଥ। ଜଗନ୍ନାଥ ଦାସ ଥିଲେ ଓଡ଼ିଶାର ମାର୍ଟିନ ଲୁଥର କିଙ୍ଗ। ଭାଗବତ ସଂସ୍କୃତ ଭାଗବତ ଅବଲମ୍ବନରେ ଓ ନବାକ୍ଷରୀ ବୃତ୍ତରେ ରଚିତ। ଏହା ଓଡ଼ିଆ ସାହିତ୍ୟର ଗର୍ବ ଓ ଗୌରବ, ଓଡ଼ିଆ ଜାତିର ପବିତ୍ରତମ ଗ୍ରନ୍ଥ। ଏହା ଘରେ ଘରେ ବୋଲାଯାଏ ଓ ଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗି ସ୍ଥାପନ ହୋଇ ହେଉଥିଲା ପାରାୟଣ। ଏହି ଭାଗବତ ଟୁଙ୍ଗି ଥିଲା ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ କେନ୍ଦ୍ର, ଗ୍ରାମୀଣ ଜନତାର ସାଧନ ଭୂମି ଓ ନ୍ୟାୟାଳୟ। ଭାଗବତ ଏତେ ଲୋକପ୍ରିୟ ଥିଲା ଯେ ମୃତ୍ୟୁ ସମୟରେ ଭାଗବତ ଶୁଣିଲେ ସ୍ୱର୍ଗଲାଭ ହୁଏ ବୋଲି ଧାରଣା ଥିଲା। ଓଡ଼ିଆରେ ନିଜର ଜନନୀଙ୍କର ଭାଗବତ ଶୁଣିବାର ଅଭିଳାଷକୁ ସାକାର କରିବାକୁ ଯାଇ ସେ ଲେଖିଥିଲେ ଭାଗବତ। ବ୍ୟାସଦେବଙ୍କ ସଂସ୍କୃତ ଭାଗବତ ବୁଝିବା କ୍ଷମତା ସାଧାରଣ ଲୋକର ନଥିଲା, ତେଣୁ ସେ ଏହାକୁ ଓଡ଼ିଆରେ ଅନୁବାଦ କଲେ। ଏହି ଭାଗବତ ଗୁରୁଚରୀ ନବାକ୍ଷର ବୃତ୍ତିରେ ରଚିତ। ଭାଗବତର ଦ୍ୱାଦଶ ସ୍କନ୍ଧକୁ ମହାଦେବ ଦାସ ଓ ତ୍ରୟୋଦଶ ସ୍କନ୍ଧକୁ ଦ୍ୱାରକା ଦାସ କରିଥିଲେ ରଚନା। ଦାସଙ୍କ ଭାଗବତ ଶୁଦ୍ଧ, ସଂଯତ, ମାର୍ଜିତ ଓଡ଼ିଆ ଭାଷା, ଷ୍ଟାଣ୍ଡାର୍ଡ ଓଡ଼ିଆ ଭାଷା। ଏହା 12 ଖଣ୍ଡରେ ବିଭକ୍ତ ଓ ସ୍କନ୍ଧ ନାମରେ ନାମିତ। ଓଡ଼ିଆ ଭାଗବତ ଓଡ଼ିଆ ନୀତିବାଣୀର ଏକ ଗ୍ରନ୍ଥକୋଷ। ଜନମୁଖରେ ବହୁପଦ ମୁଖସ୍ଥ କବି ଜଗନ୍ନାଥ ଦାସଙ୍କ ଭାଷାରେ ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ। ଭାଗବତରେ ପୁଣି କବି କୁହନ୍ତି, ସକଳ ଦେହେ ନାରାୟଣ ବସଇ ଅନାଦି କାରଣ, ଅମୃତ ବିନୟ ବଚନ କହିତ ଶିବ ପ୍ରାଣିମନ। ଏହି ଓଡ଼ିଆ ଭାଗବତର ଲୋକପ୍ରିୟତା ଅନନ୍ୟ। ଶହ ଶହ ବର୍ଷ ଧରି ଓଡ଼ିଆ ଜନମାନସରେ ଭାଗବତର ଅକ୍ଷୟ ପ୍ରଭାବ ରହିଛି। ଏହା ଅସଂଖ୍ୟ ନୀତିବାଣୀର ଏକ ସୁଭାଷିତ ରଚନାବଳୀ। ଭକ୍ତ କବି ଜଗନ୍ନାଥ ଦାସ ମଧ୍ୟଯୁଗର ଏକ ବିଶିଷ୍ଟ ସ୍ରଷ୍ଟା। ତାଙ୍କ ମତରେ ସଂସାର ମଧ୍ୟ ଦେଶ ଜନ, ସମସ୍ତ ହୃଦୟ ଭଗବାନ। ଏହା ହିଁ ଓଡ଼ିଆ ଭାଗବତ ଓ ପଞ୍ଚସଖା କବି ଜଗନ୍ନାଥ ଦାସ। ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍।